କରାଯାଇଛି। ଜଣାଯାଏ ଯେ ଏହି ଚର୍ଯା ଗୀତି ଗୁଡ଼ିକ এই চর্যা গীতি গুড়িকর চর্যার অনেক অর্ଥ রয়েছে, না କି ଗୋଟେ ଅର୍ଥ ରହିଛି ନା, ଚର୍ଯାର ଅନେକ ଅର୍ଥ ରହିଛି। ଚର୍ଯାର ଅର୍ଥ ଗୋଟେ ଅର୍ଥ ହଉଛି କ'ଣ, ଅଧ୍ୟୟନ କରିବା ବା ସମୀକ୍ଷା କରିବା। ତାହେଲେ କ'ଣ ଆମେ ଜାଣିଲେ, ଏହା ଗୋଟେ ଶ୍ରେଣୀ ବିଭାଗ ହେଲା କି, ଶ୍ରେଣୀ ବିଭାଗର ନାମ ହଉଛି ଚର୍ଯା। ସଙ୍ଗୀତ ଶାସ୍ତ୍ର ଅନୁସାରେ କ'ଣ, ସଙ୍ଗୀତ ଶାସ୍ତ୍ର ବିଷୟରେ ଯେବେ ଆଲୋଚନା କରିବା ତାହେଲେ ସଙ୍ଗୀତ ଶାସ୍ତ୍ର ଅନୁସାରେ এই ଯୋଉ ଚର୍ଯା ରହିଛି ଆର ଗୋଟେ ବିଶେଷ ଗୀତି ରହିଛି ହେଲା କି, ଏହା ଗୋଟେ ବିଶେଷ ପ୍ରକାର ଗୀତକୁ ବୁଝାଉଛି। ସେଇ ଗୀତି ବା ରୀତିର ନାମ ହେଉଛି ଚର୍ଯା ହେଲା କି। ଆମେ ଟିକେ ଆଲୋଚନା କରିବା ଏବଂ ସର୍ଟ କ୍ୱେଶ୍ଚିନ୍ ଗୁଡା ସବୁ ବାହାର କରିବା। ଦେଖ, ଚର୍ଯାର ଅର୍ଥ କ'ଣ, ଚର୍ଯା ଶବ୍ଦର ଅର୍ଥ ହେଉଛି ଆଚାର বা আচরণ ହେଲା କ'ଣ, ଚର୍ଯା ଶବ୍ଦର ଅର୍ଥ ତାର କ'ଣ ଆମେ ଜାଣିଲେ, ଆଚାର କିମ୍ବା ଆଚରଣ। ପାରିଭାଷିକ ଅର୍ଥରେ ମଧ୍ୟ ଚର୍ଯା ଶବ୍ଦର ପାରିଭାଷିକ ଅର୍ଥ କଥା ଯଦି ଚିନ୍ତା କରାଯାଏ ତାହେଲେ ଚର୍ଯା ଶବ୍ଦର ଅର୍ଥ କ'ଣ, ସେ ଆଚରଣକୁ ବୁଝାଉଛି। ଚର୍ଯା ଶବ୍ଦର ଅର୍ଥ ସେ ପାରିଭାଷିକ ଅର୍ଥରେ ଆଚରଣକୁ ବୁଝେଇବା ସତ୍ତ୍ୱେ ଏହାର ପ୍ରକୃତ ଅର୍ଥ এই ସାହିତ୍ୟରେ ଆଚରଣ ନୁହେଁ, ଏହାର ଗୋଟେ ଭିନ୍ନ ଅର୍ଥ ରହିଛି। ଯୋଗ ସାଧନର ଯୋଉ ପଦ୍ଧତି ରହିଛି ତତ୍ସମ୍ପର୍କିତ ଆଚରଣ ପ୍ରଦର୍ଶନକୁ ଏଠି ଚର୍ଯା ବୋଲି କୁହାଯାଇଛି ହେଲା। ଆମର କ'ଣ ରହିଲା, ସଂସ୍କୃତ ଟୀକା ଯୋଉ ରହିଲା, ସଂସ୍କୃତ ଟୀକା ଅନୁସାରେ କ'ଣ ହେଇଛି ନା, ସଂସ୍କୃତ ଟୀକାରେ ମଧ୍ୟ এই ଯୋଗ ସମ୍ପର୍କିତ ସାଧନ ଉପରେ ଏଇଟା ବେଶ କରିକିନା ହେଇଥାଏ ହେଲା କି। ଐମନ ଚର୍ଯା କୁକୁରୀ ପାଇଁ ଗାଇଡି, এইটা হচ্ছে চর্যা গীতিকা 2 ରୁ উদ্ধৃত କରାଯାଇଛି। ଜଣାଯାଏ ଯେ এই চর্যা গীতিকা চর্যার অনেক অর্ଥ ରହିଛି। চর্যা এই ଯୋଉ ଗୀତିକା ଗୁଡ଼ିକ ରହିଛି, ଏକ୍ସାମ୍ପଲ ଆମେ ଦେଖିବା ଐମନ ଚର୍ଯା କୁକୁରୀ ପାଇଁ ହେଲା କି। ତ ଏଇଟା କ'ଣ ରହିଛି ଆମର, ଆର ଭେରାଇଟି ଅର୍ଥ ସବୁ ବ୍ୟବହାର କରାଯାଇଛି ଚର୍ଯାର, କୋଉଥିରେ ନା ଚର୍ଯା ଗୀତିକା ଗୁଡ଼ିକରେ ମଧ୍ୟ ଚର୍ଯାର ବିଭିନ୍ନ। ସେଥିରୁ ଗୋଟେ ଅର୍ଥ ଆମେ ଜାଣିବା, ଚର୍ଯାର ଗୋଟେ ଅର୍ଥ ଅଧ୍ୟୟନ କରିବା କିମ୍ବା ସମୀକ୍ଷା କରିବା ହେଲା କି। ତାର ସବୁ ଶ୍ରେଣୀ ବିଭାଗ ରହିଛି, ଚର୍ଯାର ବିଭିନ୍ନ ପ୍ରକାର ଶ୍ରେଣୀ ବିଭାଗ ରହିଛି ହେଲା କି। ଆମେ ସଙ୍ଗୀତ ଶାସ୍ତ୍ର ଅନୁସାରେ, ସଙ୍ଗୀତ ଶାସ୍ତ୍ର ବି ରହିଛି ନା, ସଙ୍ଗୀତ ଶାସ୍ତ୍ର ଅନୁସାରେ କ'ଣ ନା এই ଯୋଉ ଚର୍ଯାର ପ୍ରକୃତ ଅର୍ଥ ହେଉଛି ଗୋଟେ ବିଶେଷ ଗୀତି କିମ୍ବା ରୀତିର ନାମକୁ ଏଠି ଚର୍ଯା ବୋଲି କୁହାଯାଇଛି। ଟିକେ ସର୍ଟ କ୍ୱେଶ୍ଚିନ୍ ଗୁଡ଼ା ପଏଣ୍ଟ ଆଉଟ୍ କରିଦେବା। ଦେଖ, ଚର୍ଯାର ଅର୍ଥ ପ୍ରଥମେ ଜାଣ, ଚର୍ଯା ଶବ୍ଦର ଅର୍ଥ ହେଉଛି ଆଚାର କିମ୍ବା ଆଚରଣ। କିନ୍ତୁ ଆଉ ଗୋଟେ କଥା, ଏହାର ପ୍ରକୃତ ଅର୍ଥ ଆଚାର ଆଚରଣ ସମ୍ବନ୍ଧିତ ଯାହା ଅର୍ଥ ପ୍ରକାଶ କରୁଛି ତାଠୁ ଭିନ୍ନ। ये ଯୋଗ ସାଧନ ସମ୍ପର୍କିତ ଏକ ପଦ୍ଧତି ହେଲା।